କଳାକାରଙ୍କ ବଢ଼ିଲା ଭାଗ୍ୟ। କେନ୍ଦୁଝର ପାର୍କଲେନ୍ ଠାରେ ଆୟୋଜିତ 48ତମ ରାଜ୍ୟସ୍ତରୀୟ ପାର୍କଲା ସମ୍ମିଳନୀରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କଳାକାରମାନଙ୍କର ଭତ୍ତା ବୃଦ୍ଧିକୁ ଘୋଷଣା କରିଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ 40ରୁ 80 ବର୍ଷର କଳାକାରମାନଙ୍କୁ ପୂର୍ବରୁ ଦିଆଯାଉଥିବା 2000 ଟଙ୍କାରୁ 3000 ଟଙ୍କାକୁ ବୃଦ୍ଧି କରିବା ବେଳେ 80 ବର୍ଷରୁ ଉର୍ଦ୍ଧ୍ୱ କଳାକାରମାନଙ୍କ ଭତ୍ତା 2500ରୁ 3500କୁ ବୃଦ୍ଧି କରାଯାଇଛି, ଯାହାଦ୍ୱାରା ରାଜ୍ୟର 47,704 ଜଣ କଳାକାର ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି। ପିଏମ୍ କିଷାନକୁ ନେଇ ଆସିଲା ବଡ଼ ଅପଡେଟ୍। ପିଏମ୍ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା। ଏହି ଯୋଜନାରେ ସହାୟତା ରାଶି ଜାରି ରଖିବା ପାଇଁ ଆପଣମାନେ ନିଜ ବ୍ୟାଙ୍କ ଖାତା ସହ ଆଧାର କାର୍ଡ଼ ଲିଙ୍କ କରି କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ କରନ୍ତୁ। ଏହି ଆବଶ୍ୟକତା ପୂରଣ କରିବା ପରେ ହିତାଧିକାରୀମାନେ ଆଧାର ଲିଙ୍କ ଥିବା ମୋବାଇଲ ନମ୍ବର ଜରିଆରେ ଇକେୱାଇସି ସହ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜେ ପୋର୍ଟାଲରେ ପଞ୍ଜୀକରଣ କରିନିଅନ୍ତୁ। ପଞ୍ଜୀକରଣ କରିବାର ଶେଷ ତାରିଖ 31 ଡିସେମ୍ବର 2025, ନହେଲେ ଆପଣ ପଡ଼ିପାରନ୍ତି ବାଦ୍। ଅଧିକ ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର 155333ରେ ଯୋଗାଯୋଗ କରନ୍ତୁ। କନ୍ଧମାଳକୁ ନେଇ ଆସିଲା ବଡ଼ ଖବର। ରେକର୍ଡ କଲା ଅପରେସନ ନୀଳଜହର। ଗଞ୍ଜେଇ ଚାଷକୁ ସମୂଳେ ନଷ୍ଟ କରିବା ପାଇଁ ଚାଲୁ ରହିଛି ଅପରେସନ ନୀଳଜହର, ଯାହାଦ୍ୱାରା ରାଜ୍ୟ ପୁଲିସ ଓ ଜିଲ୍ଲା ପୁଲିସ ନିର୍ଦ୍ଦେଶନରେ ଅପରେସନ ଚାଲୁ ରହିଛି। ଏହି ଅପରେସନ ଦ୍ୱାରା ଗୋଛାପଡ଼ା ଥାନା ଅଧିକାରୀଙ୍କ ନେତୃତ୍ୱରେ ଜାମଝାରି ପଞ୍ଚାୟତର କୋଲୁପାଙ୍ଗ ଓ ବାଦିସାଙ୍ଗି ଗ୍ରାମରୁ 152 ଏକର ଗଞ୍ଜେଇ ନଷ୍ଟ କରାଯାଇଥିବା ବେଳେ ଜି ଉଦୟଗିରି ଥାନା ଅନ୍ତର୍ଗତ ପଟାମାହା ଗ୍ରାମ ନିକଟରୁ 2 ଏକର ବିସ୍ତୀର୍ଣ୍ଣ ଗଞ୍ଜେଇ ଗଛ ନଷ୍ଟ କରି ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। କେନ୍ଦୁଝର ବଣିଆଘାଟ ଶିଶୁ ମନ୍ଦିରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସେ କହିଛନ୍ତି ରାଜ୍ୟର ଉନ୍ନତି ହେଉଛି ଶିକ୍ଷା, ତେଣୁ ସେ ଶିକ୍ଷାର ଆଧୁନିକୀକରଣ ଢାଞ୍ଚାରେ ଶିକ୍ଷା ପ୍ରଦାନ ସହ ଶିକ୍ଷାର ଗୁଣାତ୍ମକ ମାନ କିପରି ବୃଦ୍ଧି ପାଇପାରିବ ସେ ଘୋଷଣା କରିବା ସହ ସମଗ୍ର ଓଡ଼ିଶାରେ ଅର୍ଥାତ୍ 10ମ ଶ୍ରେଣୀ ପିଲାମାନଙ୍କ ଆସନ୍ତା ବର୍ଷଠାରୁ ମାଗଣାରେ ବହି ଦିଆଯିବ ବୋଲି ସେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆ ଭେଟି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ କିଶୋରନଗରଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2025ରେ ଯୋଗ ଦେବା ସହ ଅଞ୍ଚଳର ପ୍ରଗତି ପାଇଁ 118 କୋଟି ଟଙ୍କା ମୂଲ୍ୟର 36ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ 31 କୋଟି ଟଙ୍କାର 22ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଧନୁଯାତ୍ରାକୁ ନେଇ ଆସିଲା ବଡ଼ ଖବର। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ବରଗଡ଼ ସରକାରୀ ବସ୍ଷ୍ଟାଣ୍ଡ ପରିଦର୍ଶନ କରି ଜନସାଧାରଣଙ୍କ ସୁବିଧା ଓ ଅସୁବିଧା ବୁଝିଥିଲେ। ବସ୍ଷ୍ଟାଣ୍ଡର ପରିମଳ ବ୍ୟବସ୍ଥା ନିମ୍ନମାନର ଥିବାରୁ ପରିବହନ ବିଭାଗକୁ 7 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଓ ମହାରାଜାଙ୍କ ନିକଟରେ ହାଜର ହେବାରେ ବିଳମ୍ବ କରିଥିବାରୁ ଅଧିକାରୀମାନଙ୍କୁ 5 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଜରିମାନା କରାଯାଇଛି, ଯାହାଦ୍ୱାରା ସର୍ବମୋଟ 12 ଲକ୍ଷ ଟଙ୍କା ଜରିମାନା କଂସ ମହାରାଜ ଲଗାଇଛନ୍ତି। ୟୁକ୍ରେନକୁ ବଡ଼ ଚେତାବନୀ ଦେଲେ ପୁଟିନ। ୟୁକ୍ରେନ ଓ ରୁଷ ମଧ୍ୟରେ 4 ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ, କିନ୍ତୁ ଏହାର କିଛି ଘଣ୍ଟା ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନ କହିଥିଲେ ମସ୍କୋ ୟୁକ୍ରେନରେ ଏହାର ସମସ୍ତ ଲକ୍ଷ୍ୟ ଜବରଦସ୍ତ ହାସଲ କରିବ, ଯାହାଦ୍ୱାରା ଜଣାପଡ଼ୁଛି ଯେ ପୁଟିନ ଯୁଦ୍ଧ ଅବସାନ କରିବାକୁ ଚାହୁଁନାହାନ୍ତି। ପୁଣି ସେ କହିଥିଲେ କିଭ୍ କର୍ତ୍ତୃପକ୍ଷ ଯଦି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁନାହାନ୍ତି, ତେବେ ଆମ ଆଗରେ ଥିବା ସମସ୍ତ ଲକ୍ଷ୍ୟକୁ ଆମେ ସ୍ୱତନ୍ତ୍ର ସାମରିକ ଅଭିଯାନ ଦ୍ୱାରା ପୂରା କରିବୁ ବୋଲି ସେ ଘୋଷଣା କରିଛନ୍ତି। ବିଦେଶକୁ ନେଇ ଆସିଲା ବଡ଼ ଖବର। ସିରିଆର ହୋମ୍ସ ସହରରେ ଏକ ମସଜିଦରେ ବିସ୍ଫୋରଣ ଘଟି 8 ଜଣ ପ୍ରାଣ ହରାଇଛନ୍ତି। ହୋମ୍ ସହର ସ୍ଥିତ ଅଲିବିନ୍ ଆଜି ତାଲିବ ମସଜିଦରେ ନମାଜ ପଢ଼ୁଥିବା ବେଳେ ଏହାର ବିସ୍ଫୋରଣ ଘଟିଛି, ଯାହା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ମନ୍ କି ବାତ୍ ରେ ପ୍ରଶଂସା କଲେ ମୋଦି। ଚଳିତ ବର୍ଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ କଥା କହିଛନ୍ତି ଓ ସେ କହିଛନ୍ତି ଯେ ପାର୍ବତୀ ଗିରି ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁ ମହାନତା ପରିଦର୍ଶନ କରିଥିଲେ ଓ ପରେ ଅନାଥ ଆଶ୍ରମ ପ୍ରତିଷ୍ଠା କରିଥିଲେ, ତେଣୁ ସେ ପ୍ରଶଂସନୀୟ ବୋଲି ଏବଂ ପରେ ମୋଦି 2025 ମହିଳାମାନେ ଖେଳ ପ୍ରତି ଯେଉଁ ଗୌରବ ଆଣିଛନ୍ତି ତାହାକୁ ପ୍ରଶଂସା କରିଥିଲେ। ଶୀତକୁ ନେଇ ଆସିଲା ବଡ଼ ଖବର। ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ତଥାପି ଆଗାମୀ 5 ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ 3 ଦିନ ପାଇଁ ଗ୍ରାମରେ ଶୀତ ଲହରୀ ଜାରି ରହିବ ଓ କୌଣସି ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ଦିନଗୁଡ଼ିକରେ ତାପମାତ୍ରା 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି।
ହଜିଲା ଟ୍ରମ୍ପଙ୍କ ନିଦ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ସହିତ ଅନ୍ୟାନ୍ୟ ଦେଶ ପାଇଁ ଟାରିଫ୍ ଲାଗୁ କରି ନିଜ ଦେଶର ସ୍ଥିତିକୁ ପଦାରେ ପକାଇ ଦେଇଛନ୍ତି। ରିପୋର୍ଟ ଅନୁସାରେ ଆମେରିକାର କମ୍ପାନୀ ଗୁଡ଼ିକ ଦେବାଳିଆ ପରିସ୍ଥିତିକୁ ଚାଲି ଆସିଲାଣି। 2025ରେ ଦେଶର 717 କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିଛନ୍ତି ଓ ଟ୍ରମ୍ପଙ୍କ ଟାରିଫ୍ ଯୋଗୁଁ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ଦେଶରେ ଚଳି ହେଉନାହିଁ ବୋଲି ଟ୍ରମ୍ପଙ୍କୁ ନିନ୍ଦିତ କରାଯାଉଛି। ଚଳଚ୍ଚିତ୍ର ଦୁନିଆରୁ ଅଲବିଦା ନେଲେ ବିଜୟ ଥଲାପତି। ସାଉଥ୍ ସୁପରଷ୍ଟାର ବିଜୟ ଥଲାପତି ଚଳଚ୍ଚିତ୍ର ଜଗତରୁ ବିଦାୟ ଘୋଷଣା କରିଛନ୍ତି। ସେ କହିଥିଲେ ଜାନୁଆରୀ 9ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ଜନ ନାୟକନ୍ ପରେ ଆଉ ଫିଲ୍ମ କରିବେନି ବୋଲି। ଏହାପରେ ସେ ଅଭିନୟ ଛାଡ଼ି ରାଜନୀତିରେ ଧ୍ୟାନ ଦେବାକୁ କହିଛନ୍ତି। ଆଉ କହିଛନ୍ତି ବିଗତ 30-33 ବର୍ଷ ଲୋକେ ଯେଉଁ ପ୍ରେମ ଦେଇଛନ୍ତି ତାହା ରାଜନୀତିରେ ଯୋଗ ଦେଲା ପରେ ସମସ୍ତଙ୍କୁ ପ୍ରେମ ବାଣ୍ଟି ଦେବି ବୋଲି। ଅପରାଧ ପଛରେ ବେଆଇନ ଖଣି 3 ବର୍ଷରେ 15ରୁ ଅଧିକ ଅପରାଧୀକରଣ ବଢ଼ୁଛି ଗୋଷ୍ଠୀ ସଂଘର୍ଷ। ଜଟଣୀ ଥାନା 142 ଥାନା ଅଞ୍ଚଳରେ ବେଆଇନ ଲଘୁ ଖଣିଜ ଖୋଳା ଓ ଚୋରା ଚାଲାଣ କମିବାର ନାଁ ଧରୁନି। ସ୍ଥାନୀୟ ଅଞ୍ଚଳର କିଛି ଖଣି ମାଫିଆ ବେଆଇନ ଭାବେ ଖଣି ଖୋଲି ଲଘୁ ଖଣିଜ ସମ୍ପଦ ଚାଲାଣ କରୁଛନ୍ତି। ଖଣି ଖୋଳା ଓ ଚୋରା ଚାଲାଣକୁ ନେଇ ଅଞ୍ଚଳରେ ଅନେକ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଛି। ଅସାମାଜିକ ବ୍ୟକ୍ତିମାନେ ନିଜର ପ୍ରଭାବ ଦେଖାଇ ଏସବୁ କାର୍ଯ୍ୟ କରୁଛନ୍ତି। ବେଆଇନ ଖଣି ଉଠାଣ ବେଳେ ଆୟ ହେଉଥିବା ଟଙ୍କା ଭାଗବଣ୍ଟାକୁ ନେଇ ଅନେକ ସମୟରେ ଏମାନଙ୍କ ମଧ୍ୟରେ ବିବାଦ ଦେଖାଯାଉଛି। ଏହା ଦିନକୁ ଦିନ ଉଗ୍ର ରୂପ ନେଉଛି ପରେ ଅପରାଧୀମାନେ ଧମକ ଆକ୍ରମଣ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ପଛାଉନାହାନ୍ତି। 1300 କୋଟି ପାଇଁ ରାଜସ୍ୱ ଆଦାୟ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ ଫନ୍ଦି। ରାଜ୍ୟର ପ୍ରାୟ 35 ଲକ୍ଷ ଗାଡ଼ି ଉପରେ ଇ ଚାଲାଣ ବାବଦକୁ ପାଖାପାଖି 1300 କୋଟି ଟଙ୍କା ଜରିମାନା ବାକି ଅଛି। ଏହାକୁ ଆଦାୟ କରିବାକୁ ପରିବହନ ବିଭାଗ ପ୍ରଦୂଷଣ ସାର୍ଟିଫିକେଟ୍ ଫନ୍ଦି କରିଛି। ବିଭାଗର ଅଧିକାରୀଙ୍କ ମୁଣ୍ଡରେ ମାର୍ଚ୍ଚ 31 ରାଜସ୍ୱ ଆଦାୟ ଟାର୍ଗେଟ୍। ଏଣୁ ନିୟମ କରିଛନ୍ତି ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି। ଏହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ପରିବହନ ବିଭାଗର ଅଧିକାରୀମାନେ ସବୁ ନିୟମକୁ ମୋଡ଼ି ଚମକି ଦେଇଛନ୍ତି। ପ୍ରଥମତଃ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଖାଦ୍ୟ ଯୋଗାଣ ଓ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆସେ। ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଗାଡ଼ିରେ ତେଲ ଦେବାକୁ ମନା କରିବାର କ୍ଷମତା ପରିବହନ ବିଭାଗର ନାହିଁ। କୌଣସି ମୋଟର ଯାନ ଆଇନରେ ମଧ୍ୟ ନିୟମ ନାହିଁ। ପରିବହନ ବିଭାଗ ଏହି ଅଜବ ନିୟମ ସମ୍ପର୍କରେ କିନ୍ତୁ ଯୋଗାଣ ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି। ବୁଡ଼ା ଜାହାଜରେ ଯାତ୍ରା କଲେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ପଶ୍ଚିମ ସମୁଦ୍ର କୂଳରେ ଭାରତୀୟ ନୌସେନାର ଅଗଧାଡ଼ିରେ ବୁଡ଼ା ଜାହାଜ INS ବାଘଶ୍ରୀରେ ଯାତ୍ରା କରିଛନ୍ତି। ବୁଡ଼ା ଜାହାଜରେ ଯାତ୍ରା କରିବାର ମୁର୍ମୁ ଦ୍ୱିତୀୟ ରାଷ୍ଟ୍ରପତି। ଏହା ପୂର୍ବରୁ ଫେବୃଆରୀ 2006ରେ ତତ୍କାଳୀନ ରାଷ୍ଟ୍ରପତି APJ ଅବଦୁଲ କଲାମ ବୁଡ଼ା ଜାହାଜରେ ଯାତ୍ରା କରିଥିଲେ। କର୍ଣ୍ଣାଟକର କରୱାର ନୌସେନା ଘାଟିରୁ କଲଭାରୀ ଶ୍ରେଣୀର ବୁଡ଼ା ଜାହାଜରେ ଯାତ୍ରା ସମୟରେ ରାଷ୍ଟ୍ରପତି ମୁର୍ମୁଙ୍କ ସହିତ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଥିଲେ। ଉଦନ୍ତୀ ନଦୀରେ ଛତିଶଗଡ଼ କରିବ ବ୍ୟାରେଜ୍। ଓଡ଼ିଶାରେ 80 କିଲୋମିଟର ଜଳସ୍ରୋତ ଶୁଖିଯିବ। ଉଦନ୍ତୀ ନଦୀରେ ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଜାଣିପାରି ନାହାନ୍ତି। ଉପର ଉଦନ୍ତୀ ତଳ ଓ ଉଦନ୍ତୀର ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶା ପୂର୍ବରୁ କେନ୍ଦ୍ରୀୟ ଜଳ କମିଶନଙ୍କ ନିକଟରେ ଫେରାତ ହୋଇଥିଲା, ହେଲେ ଏ ନେଇ ଅନୁମତି ମିଳିନାହିଁ। ଫଳରେ ପ୍ରକଳ୍ପ କାର୍ଯ୍ୟକାରିଣୀରେ ଅନିଶ୍ଚିତତା ଦେଖାଯାଇଛି। ଏଭଳି ପରିସ୍ଥିତିରେ ଛତିଶଗଡ଼ ପକ୍ଷରୁ ବ୍ୟାରେଜ୍ ନିର୍ମାଣ କରାଗଲେ ଓଡ଼ିଶାରେ ପ୍ରବାହିତ ପ୍ରାୟ 80 କିଲୋମିଟର ଉଦନ୍ତୀ ନଦୀର ଜଳସ୍ରୋତ ଶୁଖିଯିବ ଏବଂ ଏହାର ଉପରେ ନିର୍ଭର କରୁଥିବା ଚାଷୀ ଓ ଲୋକେ ପାଣି ମୁନ୍ଦିଏ ପାଇବାକୁ ବଞ୍ଚିତ ହେବେ। ବାଲି ମାଫିଆ କବ୍ଜାରେ ତେଲ ନଦୀ। ବଲାଙ୍ଗୀର ମାଣିକେଲା ପଞ୍ଚାୟତ ଆଟଗାଁ ଅଞ୍ଚଳରେ ବାଲି ଚୋରା ଚାଲାଣକୁ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ପ୍ରଥମତଃ ବିନା ଅନୁମତିରେ ଏଠାରେ ବାଲି ଖୋଜା ଯାଉଛି। ଦ୍ୱିତୀୟରେ ଜଳ ଯୋଗାଣ ପ୍ରକଳ୍ପ ପାଖରେ ବାଲି ଖନନ କରାଯିବା ଫଳରେ ଉକ୍ତ ପ୍ରକଳ୍ପ ପାଖାପାଖି ଅଞ୍ଚଳରେ ଜଳସ୍ତର କମିବାକୁ ବସିଛି। ସ୍ଥିତି ଏଭଳି ରହିଲେ ଏହି ପ୍ରକଳ୍ପକୁ ସ୍ଥାନୀୟ ଅଞ୍ଚଳଗୁଡ଼ିକକୁ ଜଳ ଯୋଗାଣ ଠପ୍ ହୋଇଯିବ। ଏବେ କମ୍ ପାଣି ରହୁଥିବାରୁ ଜଳ ଯୋଗାଣ ପରିମାଣ କମିଯାଇଛି, ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମହିଳା T20ରେ ଶେଫାଳି ସ୍ମୃତିଙ୍କ ଧମାକା। ଶ୍ରୀଲଙ୍କାକୁ 30 ରନରେ ହରାଇଲା ଭାରତ। ଥିରୁଅନନ୍ତପୁରମ୍ ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ T20ରେ ଶ୍ରୀଲଙ୍କାକୁ 30 ରନରେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କା ଆଗରେ 222 ରନର ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲା। ଏହାର ଜବାବରେ ଶ୍ରୀଲଙ୍କା ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 191 ରନ୍ କରିପାରିଥିଲା ଏବଂ ବିଫଳତା ହୋଇଥିଲା।
ରଥଯାତ୍ରା ପୂର୍ବରୁ 3ଟି ପର୍ଯ୍ୟାୟରେ ହେବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି। 2024 ବର୍ଷ ରଥଯାତ୍ରା ଯଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନ ଅଳଙ୍କାରରେ ଗଣତି ମଣତି। ଗତକାଲି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। খুব শীঘ্র পরিচালনা কমিটি বৈঠকের চিঠা প্রস্তাব সম্পর্কে আলোচনা হয়ে রাজ্য সরকারଙ୍କ অনুমতি পাই পঠাଯିବ ବୋଲି କହିଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ। ତେବେ ଦୀର୍ଘ 5 ଘଣ୍ଟା ବୈଠକ ପରେ ତାରିଖ କିମ୍ବା ମାର୍ଗଦର୍ଶିକା ଚୂଡ଼ାନ୍ତ ହୋଇପାରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବଶିଷ୍ଠ ସେବାୟତ। 3 ପର୍ଯ୍ୟାୟରେ ହେବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି। 1978 ଗଣତି ମଣତି ତାଲିକା ରିପୋର୍ଟ ସହ କରାଯିବ ମେଳକ। ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ। ଗଣତି ମଣତି ପରେ ଜିଲ୍ଲା ରେଜିଷ୍ଟ୍ରିରେ ରହିବ ରତ୍ନ ଭଣ୍ଡାର ଚାବି। ପୁରା ପ୍ରକ୍ରିୟାରେ ଭିଡ଼ିଓଗ୍ରାଫି ସହ କରାଯିବ ଡିଜିଟାଇଜେସନ୍।